ଯେତେବେଳେ ଭୀମ ଜରାସନ୍ଧଙ୍କୁ ବଦ୍ଧ କରିଥିଲେ ସେତେବେଳେ ଏହି ମାଙ୍କର उत्पत्ति ଏବଂ ସେବେଠାରୁ ଏହି କୁଣ୍ଡର ମଧ୍ୟ उत्पत्ति କଥା କୁହାଯାଏ। ଆଜି ହେଉଛି ମହାଶିବରାତ୍ରି ବା ଜାଗର ବୋଲି କୁହାଯାଏ। ତେବେ ପଞ୍ଚଲିଙ୍ଗେଶ୍ୱର ପାହାଡ଼ ବା ଯେଉଁ ଦେବଗିରି ପାହାଡ଼ ଉପରେ ବିରାଜମାନ କରିଛନ୍ତି ଦେବଦେବ ମହାଦେବ ବାବା ପଞ୍ଚଲିଙ୍ଗେଶ୍ୱର। ତେବେ ପଞ୍ଚଲିଙ୍ଗେଶ୍ୱରଙ୍କ ସହିତ ଆମେ ଯେଉଁ ଜାଗାରେ ବସିଛୁ ଇଏ ହେଉଛି ଜରାସଣ୍ଡ କୁଣ୍ଡ, ଯେଉଁ କୁଣ୍ଡର କିଛି ମହତ୍ତ୍ୱ ମଧ୍ୟ ଯୋଡ଼ି ହୋଇ ରହିଛି। ତେବେ ଏ କୁଣ୍ଡ କାହିଁକି ପ୍ରସିଦ୍ଧ ସେ ସମ୍ପର୍କରେ ଆମେ ନିହାତି ଜାଣିବା, କିନ୍ତୁ ଶିବରାତ୍ରିରେ କାହିଁକି ଏଠାରେ ଅସଂଖ୍ୟ ଲୋକଙ୍କର ବା ଶ୍ରଦ୍ଧାଳୁଙ୍କର ଭିଡ଼ ଜମେ ସେ ମଧ୍ୟ ଏକ ମହାନ କିମ୍ବଦନ୍ତୀ ଆ ପଛରେ ରହିଛି। ତେବେ ଏହି ଜରାସଣ୍ଡ କୁଣ୍ଡ କ'ଣ ସେ ସମ୍ପର୍କରେ ଆମେ ଆହୁରି ଅଧିକ ଆଲୋଚନା କରିବା। କେବଳ ଏତିକି ମୁଁ ସମକ୍ଷରେ କହିବାକୁ ଚାହିଁବି ଯେ ଆପଣ ଦେଖନ୍ତୁ ଏ ଯେଉଁ କୁଣ୍ଡଟି ଦେଖୁଛନ୍ତି ଏହି କୁଣ୍ଡରେ ବର୍ଷକ 12 ମାସ କେବେ ବି ପାଣି ଶୁଖେ ନାହିଁ। ଆଉ କୁହାଯାଏ ଏହି ଜରାସଣ୍ଡ କୁଣ୍ଡରୁ ଯେଉଁ ଝରଣା ପାଣି ଯାଉଛି ତାହା ଦେବଦେବ ମହାଦେବ ବାବା ପଞ୍ଚଲିଙ୍ଗେଶ୍ୱରଙ୍କ ମଥା ସ୍ପର୍ଶ କରିଥାଏ। ସେଥିପାଇଁ ତ କାହିଁ ଦୂର ଦୂରାନ୍ତରୁ ଛୁଟି ଆସିଥାନ୍ତି ଶ୍ରଦ୍ଧାଳୁମାନେ ଏହି କୁଣ୍ଡରୁ ଟିକେ ପବିତ୍ର ପାଣି ନିଜ ଦେହରେ ଛିଞ୍ଚି ପାପ ଧୋଇବା ପାଇଁ। ତେବେ ମୋ ସହିତ ସେମିତି କିଛି ଶ୍ରଦ୍ଧାଳୁ ଅଛନ୍ତି, ଜାଣିବା ଏ କୁଣ୍ଡ ବିଷୟରେ। ଭାଇ ଆମେ ଦେଖୁଥିଲୁ ଆପଣ ଏଇ କୁଣ୍ଡର ଯେଉଁ ପାଣି ଏଇ ଝରଣା ପାଣିକୁ ଆପଣ ମୁଣ୍ଡରେ ଟିକେ ଛିଞ୍ଚି ହେଉଥିଲେ, କ'ଣ ଆର ମହତ୍ତ୍ୱ? ଏହା ଆଜ୍ଞା ବଡ଼ାମ୍ବା କୁଣ୍ଡ, ଏଠାର ଜଳ ଶୁଖେ ନାହିଁ। ଏ ଜଳ ଯାଇକି ମହାଦେବଙ୍କ ମୁଣ୍ଡରେ ପଡ଼େ। ଏଇଟା ଏକ ପୁଣ୍ୟର କାମ। ଏହାକୁ ଶ୍ରଦ୍ଧାଳୁମାନେ ଏହାକୁ ଦେଖିବା ପାଇଁ ଆସନ୍ତି। ଏ କୁଣ୍ଡ ବିଷୟରେ ଆପଣ କହିକି ଏମିତି ଯେଉଁ ପାଣି ଛିଞ୍ଚି ହେଉଥିଲେ ଏ କୁଣ୍ଡର ମହତ୍ତ୍ୱ କ'ଣ? ଏହା ଆଜ୍ଞା ପୂର୍ବପୁରୁଷରୁ ରହିଯାଇଛି। ମାନେ ପୂର୍ବପୁରୁଷଙ୍କ ବିଶ୍ୱାସ ଯେ ପାଣି ଛିଞ୍ଚିଲେ ଆମର ପୁଣ୍ୟ ହୁଏ, ପାପ କ୍ଷୟ ହୋଇଯାଏ। ସେଇ ବର୍ଷାରେ ଆମେ ବାହାନଗା ବ୍ଲକରୁ ଆସିଛୁ। ମୋ ନାଁ ହେଲା ମୁକ୍ତିକାନ୍ତ ନାୟକ। ଆମ ଘର ବେଣାପଦା। ଛିଞ୍ଚି ହେଇଗଲେ ଆମର ପାପ ସବୁ କ୍ଷୟ ହୋଇଯାଏ। ଆଜି ଶିବରାତ୍ରି, ତେଣୁ ଶିବରାତ୍ରିରେ ଏହି ଜରାସଣ୍ଡଙ୍କ ଦ୍ୱାରା କରାଯାଇଥିବା କୁଣ୍ଡର ନାଁ ହେଉଛି ଜରାସଣ୍ଡ କୁଣ୍ଡ। ପାଖରେ ବିରାଜମାନ କରିଛନ୍ତି ମା ବଡ଼ାମ୍ବା ଠାକୁରାଣୀ। ତେଣୁ ଏହି ଠାକୁରାଣୀଙ୍କର ମଧ୍ୟ ପଞ୍ଚଲିଙ୍ଗେଶ୍ୱରଙ୍କ ସହିତ ଗୋଟେ ସଂସ୍ପର୍ଶ ରହିଛି, ଅର୍ଥାତ୍ ସମ୍ପର୍କ ରହିଛି। ସେ ସମ୍ପର୍କରେ ଆଉ ଟିକେ ଅଧିକ ତଥ୍ୟ ଜାଣିବା ଯେ ଶିବରାତ୍ରିରେ କାହିଁକି ମା ବଡ଼ାମ୍ବା ଠାକୁରାଣୀଙ୍କ ପାଖରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ। ସେ ଆମେ ଦେଖୁଛୁ ମା ବଡ଼ାମ୍ବା ଅଛନ୍ତି, ଆଉ କିଛି ତଳେ ଏଇ ପାଦଦେଶରେ ପାଖାପାଖି ଦେବଦେବ ମହାଦେବ ବାବା ଆଶୁତୋଷ ପଞ୍ଚଲିଙ୍ଗେଶ୍ୱର ବିରାଜମାନ କରିଛନ୍ତି। ଏବଂ ଏଇ ଯେଉଁ କୁଣ୍ଡଟି ଆମେ ଦେଖୁଛୁ, ଯେଉଁ କୁଣ୍ଡକୁ କୁହାଯାଉଛି ଯେ ଜରାସଣ୍ଡ କୁଣ୍ଡ, ଏ କୁଣ୍ଡରୁ ଅନବରତ ପାଣି ଯାଇ ଦେବଦେବ ମହାଦେବଙ୍କ ଶରୀରକୁ ସ୍ପର୍ଶ କରୁଛି, ଶିରକୁ ସ୍ପର୍ଶ କରୁଛି। ଏ କ'ଣ ଆର କିମ୍ବଦନ୍ତୀ? ପୂର୍ବପୁରୁଷ ତ ବହୁତ କିଛି କିମ୍ବଦନ୍ତୀ ରହିଯାଇଛି। ଆମ ପଞ୍ଚଲିଙ୍ଗେଶ୍ୱରରେ ସାଧାରଣତଃ ଦୁଇଟି ଝରଣା ଅଛି। ଗୋଟେ ହେଲା ଚାରିପୁଡ଼ିଆ ଝରଣା, ଆଉ ଏଟା ହେଲା ଆପଣଙ୍କର ମା ବଡ଼ମ୍ବା, ଯେଟାକୁ ଆମେ ତା ସାମ୍ନାରେ ଯେ କୁଣ୍ଡଟି ଅଛି ତାକୁ ଆମେ ଜରାସନ୍ଧ କୁଣ୍ଡ ବୋଲି କହୁ। ପୂର୍ବପୁରୁଷରୁ ଆମେ ଶୁଣିବାକୁ ପାଇଛୁ ଜରାସନ୍ଧ ଏଠି ଏଟା ଗଡ଼ ଥିଲା। ଏଇ ଜରାସନ୍ଧ ଗଡ଼ରେ ଜରାସନ୍ଧ ନିଜେ କିଛି ରାଜାକୁ ନିମନ୍ତ୍ରଣ କରିଥିଲେ ଏବଂ ଏଇ ଯେ କୁଣ୍ଡଟି କରିଥିଲେ ସେ କୁଣ୍ଡରେ ସେମାନେ ରାଜାଙ୍କୁ ବଳି ଦେବା ପାଇଁ ତାଙ୍କୁ ନିମନ୍ତ୍ରଣ କରିଥିଲେ। ଏହାକୁ ଭୀମ ଜାଣିପାରିଥିଲେ ଏବଂ ଭୀମ ଜାଣି ଆସିଲା ପରେ ଜରାସନ୍ଧ ଭୀମ ଯୁଦ୍ଧ ହୋଇଥିଲା, ଯାହାଦ୍ୱାରା କି ଜରାସନ୍ଧଙ୍କର ନିହତ ହୋଇଥିଲେ। ତାପରେ ଯେତେବେଳେ ରାଜା ଶାସନ ଆସିଛି, ରାଜା ଏଇ ଯେଉଁ ବଡ଼ମ୍ବା ମନ୍ଦିରଟି ଦେଖୁଛନ୍ତି, ଏଇ ବଡ଼ମ୍ବା ମନ୍ଦିରଟି ଛୋଟ ମନ୍ଦିରଟି ସ୍ଥାପନ କରିଥିଲେ। ଏବଂ ଯେହେତୁ ନୀଳଗିରି ରାଜା ଜଣେ ଶିକାରୀ ଥିଲେ, ଅଲ୍ ଇଣ୍ଡିଆ ବେସିସ୍ରେ ବ୍ରିଟିଶ ସମୟରେ ତାଙ୍କୁ ଶିକାରୀର ଗୋଟେ ମାନ୍ୟତା ମିଳିଥିଲା, ସେଥିପାଇଁ ସେ ପ୍ରତିଷ୍ଠା କରିଥିଲେ ମା ବନଦେବୀ ମନ୍ଦିର। ଏବଂ ବନଦେବୀ ମନ୍ଦିର ପ୍ରତିଷ୍ଠା କରିବା ପରେ ସେ ଯେତେବେଳେ ଜଙ୍ଗଲକୁ ଶିକାର କରିବା ପାଇଁ ଯାଆନ୍ତି, ଏଇ ମନ୍ଦିରରେ ସେ ପୂଜା ଅର୍ଚ୍ଚନା କରନ୍ତି। ପୂଜା ଅର୍ଚ୍ଚନା କରି ସେ ଶିକାରକୁ ଯାଇଥାନ୍ତି। କିନ୍ତୁ ଏଇ ଯେଉଁ କୁଣ୍ଡଟି ଆମେ ଦେଖୁଛୁ, ଏ ଯେଉଁ କୁଣ୍ଡ କୁହାଯାଉଛି ଯେ ବର୍ଷକ 12 ମାସ କେବେ ବି ଏଇ ଜରାସନ୍ଧ କୁଣ୍ଡ ଶୁଖେ ନାହିଁ। ଅର୍ଥାତ୍ ଏ ଯେଉଁ ଝରଣା ଏଠୁ ବାହାରୁଛି, ଉତ୍ପତ୍ତି ହେଇଛି ଏଠି, ଇ ପାଣି ଯାଇକି ଦେବଦେବ ମହାଦେବଙ୍କ ଶରୀରକୁ ସ୍ପର୍ଶ କରୁଛି, ତାଙ୍କ ଶିରରେ ପଡ଼ୁଛି। ଏବଂ ଏହା ସହିତ ଗୋଟେ ଆଜି ଜାଗର, ତେଣୁ ତାର ମଧ୍ୟ ଗୋଟେ କିମ୍ବଦନ୍ତୀ ଯୋଡ଼ି ହୋଇ ରହିଛି। ସେଇ କଥାଟି କ'ଣ? ଜାଗରରେ ତ ବହୁତ କିଛି ପୁଣ୍ୟ ମିଳେ, ବିଭିନ୍ନ ଜାଗାରେ ଶିବଙ୍କୁ ପୂଜା କଲେ। ତାପରେ ଏଇ କିମ୍ବଦନ୍ତୀ କହିତେ ଗଲେ ଏଇ ଯେ କୁଣ୍ଡଟି ଦେଖୁଛନ୍ତି, ଏ କୁଣ୍ଡଟି ଅନବରତ କି ଖରା କି ବର୍ଷା, ଯେତେ ଗରମ ହେଲେ ମଧ୍ୟ, ଯେତେ ତାପମାତ୍ରା ବଢ଼ିଲେ ମଧ୍ୟ ଏଠି କୁଣ୍ଡର କେବେ ବି ସୁଦ୍ଧା ପାଣି ଶୁଖେନି। ସବୁଠୁ ବଡ଼ ଆଶ୍ଚର୍ଯ୍ୟକର କଥା ହେଉଛି এই যে কুণ্ডটিରୁ ଯେଉଁ ପାଣି ଟିକେ ଫୁଟ ଫୁଟ ସବୁ ସମୟ ଝରି ଝରି ଚାଲିଛି, ଏଇ କୁଣ୍ଡର ପାଣିଟି ପଞ୍ଚଲିଙ୍ଗେଶ୍ୱରଙ୍କ ମଥାକୁ ସ୍ପର୍ଶ କରି ଧୀରେ ଧୀରେ ସେ ତଳକୁ ଚାଲି ଯାଉଛି। କିନ୍ତୁ ଏଇଟାର ଗୋଟେ ମାନେ ବୈଶିଷ୍ଟ୍ୟ ହେଉଛି ଯେ ମା ବଡ଼ମ୍ବାକୁ ବିଶ୍ୱାସ କରିଛି, ଏ କୁଣ୍ଡକୁ ବିଶ୍ୱାସ କରିଛି। ଆମେ ତ ଏଠି ରହିଛୁ, ସବୁବେଳେ ଜାଣିଛୁ, ଆମ ପୂର୍ବପୁରୁଷ ଶୁଣିଛୁ। ନିଶ୍ଚିତ ଏଠିକୁ ଯେଉଁମାନେ ଆସୁଛନ୍ତି, ପାଣି ଟିକେ ଯଦି ଆପଣମାନେ ମୁଣ୍ଡରେ ଛିଞ୍ଚି ହେବେ, ପାଣି ଯଦି ଟିକେ ପାଦୁକା ଆକାରରେ ପାଇବେ, ନିଶ୍ଚିତ ଆପଣ ଦୁରାବାଧି ରୋଗରୁ ମୁକ୍ତି ପାଇପାରିବେ। ଆପଣ ଦେଖନ୍ତୁ ଏଇ ଯେଉଁ ସବୁଜ ବନାନୀ ଏବଂ ତା ସହିତ ଦେବଗିରି ପାହାଡ଼ର ଇଏ ଅପରୂପ ଶୋଭା ପାଉଛି ଏଇ ବଡ଼ମ୍ବା ଠାକୁରାଣୀ ଏବଂ ପାଖରେ ଅଛନ୍ତି ମହାଦେବ ବାବା ପଞ୍ଚଲିଙ୍ଗେଶ୍ୱର।
ଏବଂ ଏଇ ଯେଉଁ କୁଣ୍ଡଟି ଆପଣ ଦେଖୁଛନ୍ତି ଯାହାର ନାଁ କୁହାଯାଉଛି ଜରାସନ୍ଧ କୁଣ୍ଡ। ଯେତେବେଳେ ଭୀମ ଜରାସନ୍ଧଙ୍କୁ ବଦ୍ଧ କରିଥିଲେ ସେତେବେଳେ ଏଇ ମାଙ୍କର ଉତ୍ପତ୍ତି ଏବଂ ସେବେଠାରୁ ଏଇ କୁଣ୍ଡର ମଧ୍ୟ ଉତ୍ପତ୍ତି କଥା କୁହାଯାଏ। କିନ୍ତୁ ଜାଗର ଆସିଲେ ଶ୍ରଦ୍ଧାଳୁମାନେ ଯେଉଁମାନେ ପଞ୍ଚଲିଙ୍ଗେଶ୍ୱରଙ୍କ ଦର୍ଶନ କରିବା ପାଇଁ ଆସିଥାନ୍ତି, ଉଜାଗର ରହିଥାନ୍ତି, ସେମାନେ এই କୁଣ୍ଡର ଯେଉଁ ଝରଣା ଟିକକ ପାଣିକୁ ନିଜ ମଥା ଉପରେ ଛିଞ୍ଚି ଦେଇ ପାପକୁ କ୍ଷୟ କରିବା ପାଇଁ এই ବିଶ୍ୱାସ ମଧ୍ୟ ଲୋକମାନଙ୍କର ରହିଛି। ନନା ଆପଣଙ୍କ ନାଁ କ'ଣ? ବଂଶୀଧର ପାତ୍ର। ଆପଣ ଏଇ ଯେଉଁ ପୂଜା କରୁଛନ୍ତି ମା ବଡ଼ମ୍ବା ଠାକୁରାଣୀ ଏବଂ ତା ସହିତ ଏଇ ଯେଉଁ ଜରାସନ୍ଧ କୁଣ୍ଡ, ଆର କ'ଣ ତାତ୍ପର୍ଯ୍ୟ? ଆମ ବାପ ଗୋସାଇଁପଳ ପୂଜା କରି ଆସିଥିଲେ, ଆମେ ଆସି ମରିଗଲେ ଆମେ ବି ପୂଜା କରୁଛୁ। ତେଣୁ ଆମେ ସେ ପୂଜା କରତେ କରତେ ଆମେ ମରିଗଲେ ବି ଆମ ପୁଅ ପୁଅ ଅଛନ୍ତି। ଏଇ ଯେଉଁ ମାଙ୍କ ସହିତ ଏଇ ଯେଉଁ କୁଣ୍ଡର କ'ଣ ରହିଛି ସମ୍ପର୍କ? ମାଆଙ୍କ ସଙ୍ଗେ ସେ ରଜା ଅମ୍ବଳ ତ ଏପଟେ ସ୍ଥାପନ କରିଥିଲେ, ସେ ଶିକାର କରିଥିଲେ, ସେଠି ଗୋଟେ ମନ୍ଦିର ଛୋଟ ମନ୍ଦିର କରିଥିଲେ, ସେଟା ହାତୀ ଭାଙ୍ଗିଦେଲା। ତେଣୁ ଏଇ ମନ୍ଦିରଟା ଆଉ ଗୋଟେ ଭକ୍ତ କରିଛନ୍ତି। କୁହାଯାଏ ଯେ ଏଇ କୁଣ୍ଡର ପାଣି ଟିକେ ସ୍ପର୍ଶ କରିଦେଲେ, ଟିକେ ଦେହରେ ଛିଞ୍ଚି ଦେଲେ, ଯେ ପାଇଦେଲେ ପାପ କ୍ଷୟ ହୋଇଯାଏ। ଏ କଥା କ'ଣ ବିଶ୍ୱାସ ରହିଛି? ପେଟରେ ଯେଉଁ ଯନ୍ତ୍ରଣା ହୁଏ ସେ ଟିକେ ଭଲ ହେଇଯାଏ। ତେଣୁ ଏଇ କୁଣ୍ଡ ଶୁଖେନି, ଯେତେ ଖରା ଶୁଖେନି, ଏତିକି ଜଳ ସବୁବେଳେ ରହିବ, ଅଧିକା ଜଳ ପାସ୍ କରିକି ଯିବ। ଏଇ ଜଳ କୁଆଡ଼େ ଯାଉଛି? ଏଇ ଜଳ ବାବାଙ୍କ କତିକି ଯାଉଛି, ପଞ୍ଚଲିଙ୍ଗେଶ୍ୱର ବାବାଙ୍କ କତିକି। ମା ବଡ଼ମାଙ୍କ ପାଣି ଯାଇ ପଞ୍ଚଲିଙ୍ଗେଶ୍ୱରଙ୍କ ମଥାରେ ପଡ଼ୁଛି। ଆଚ୍ଛା, ଆଉ ଗୋଟେ କଥା ଜାଣିବା ପାଇଁ ଚାହିଁବୁ, ଲୋକ ଯେଉଁମାନେ ପଞ୍ଚଲିଙ୍ଗେଶ୍ୱରଙ୍କ ପାଖକୁ ଆସୁଛନ୍ତି ସିଏ ନିଶ୍ଚୟ ମା ବଡ଼ମାଙ୍କୁ ଟିକେ ଦର୍ଶନ କରନ୍ତି। କ'ଣ ତାର କାରଣ? କାରଣ ଯେ ମାନେ କିଛି ଲୋକ ମାନେ ଭାବନା ଅଛି ଯେ ମାଆଙ୍କୁ ଆମେ ଯଦି ବାବାଙ୍କୁ ଦର୍ଶନ କଲେ ମାଆଙ୍କୁ ଦର୍ଶନ କରିକି ଆମେ ଟିକେ ଦାୟିତ୍ୱ ହବ, ଆସିକି ଦର୍ଶନ କରିକି ଟିକେ ପାଦୁକା ପାଇକି ମୁଣ୍ଡରେ ପାଣି ଛିଞ୍ଚିକି ଯାଉଛନ୍ତି। ନିଶ୍ଚିତ ଭାବରେ ଆପଣ ସୁନ୍ଦର କଥା ଶୁଣିଲେ। ଆଜି ହେଉଛି ମହାଶିବରାତ୍ରି। ଆପଣ ଦେଖନ୍ତୁ এই ଜରାସନ୍ଧ କୁଣ୍ଡର ଚାରିପାଖେ ଲୋକଙ୍କର ଭିଡ଼, ଅର୍ଥାତ୍ ଲୋକମାନେ ଯେଉଁମାନେ ପଞ୍ଚଲିଙ୍ଗେଶ୍ୱରଙ୍କ ପାଖକୁ ଆସିଥାନ୍ତି ସେମାନେ ନିଶ୍ଚିତ ଭାବରେ এই କୁଣ୍ଡର ପାଣି ଟିକକ ଦେହରେ ଛିଞ୍ଚି ହେଇକି ନିଜର ସାନ୍ନିଧ୍ୟ ଲାଭ କରିଥାନ୍ତି। ତେଣୁ ଜରାସନ୍ଧ କୁଣ୍ଡ ଏବଂ ଏଠୁ ଉତ୍ପତ୍ତି ହେଉଥିବା ଯେଉଁ ପାଣି ବା ଝରଣା ପାଣି କୁହାଯାଉଛି, ଏ ପାଣି ସିଧାସଳଖ ବାବା ପଞ୍ଚଲିଙ୍ଗେଶ୍ୱରଙ୍କ ମଥା ସ୍ପର୍ଶ କରିଥାଏ ଏବଂ ସେହି ପାଣିକୁ ଯେଉଁମାନେ ସ୍ପର୍ଶ କରନ୍ତି ବା ଦେହରେ ଛିଞ୍ଚି ହୁଅନ୍ତି ନିଶ୍ଚିତ ଭାବରେ ପେଟ ରୋଗ, ଦୁରାରୋଗ୍ୟ ଠାରୁ ଆରମ୍ଭ କରି ବଡ଼ ବଡ଼ ରୋଗ ଯେମିତି କୁହାଯାଏ, ସେ ଦୁରାରୋଗ୍ୟ ରୋଗରୁ ସେମାନେ ମୁକ୍ତି ଲାଭ କରିଥାନ୍ତି। ପଞ୍ଚଲିଙ୍ଗେଶ୍ୱରଙ୍କ ପୀଠରୁ କ୍ୟାମେରା ପର୍ସନ ପ୍ରଭାସ ସିହ୍ନାଙ୍କ ସହ ବିଶ୍ୱମ୍ବର ଦାସ ଓ ରଶ୍ମି ରଞ୍ଜନ ଦାସ, OTV।